କୁହନ୍ତୁ କ'ଣ ଆଲୋଚନା କରିବା ଆଜି? ସବଜେକ୍ଟ ତ ଆଣି ହେଉନି, କ'ଣ କରିବା? ଗୁରୁଜୀ ମୋ ପାଖରେ ଗୋଟେ ସବଜେକ୍ଟ ଅଛି, କହିବି କି? କୁହନ୍ତୁ, ଶୁଣିବା ଆଜି। ଆତ୍ମା ନିତ୍ୟ ମୁକ୍ତ ହୋଇଥିଲେ ମଧ୍ୟ ସେ କାହିଁକି ବାରମ୍ବାର ଜନ୍ମ ମୃତ୍ୟୁ ଚକ୍ରରେ ଘୂରି ବୁଲେ? ଗୋଟେ ପ୍ରଶ୍ନ ରଖିଥିଲି, ମନେ ଅଛି କି? ଯଦି କିଛି ନଥାନ୍ତା, ମୁଁ କରିଥିଲି ମଝିରେ ଥରେ ପ୍ରଶ୍ନ, ବୋଲେ ଉତ୍ତର ଖୋଜିବେ। ଯଦି କିଛି ନଥାନ୍ତା, କିଛି ବି ନଥାନ୍ତା, ନା ଆକାଶ, ନା ପୃଥିବୀ, ନା ଚନ୍ଦ୍ର, ନା ମଣିଷ, କିଛି ବି ନଥାନ୍ତା, ଶୂନ୍ୟ ବି ନଥାନ୍ତା, ତାହେଲେ କ'ଣ ହେଇଥାନ୍ତା? ସେତେବେଳେ ଆମେ ବି ନଥାନ୍ତୁ। ଯଦି କିଛି ନଥାନ୍ତା, କିଛି ଭିତରେ ଆମେ ନା କହିଲି ବା, ମନୁଷ୍ୟ ବି ନଥାନ୍ତେ, କେହି ନଥାନ୍ତେ ବା, ମାନେ କିଛି ନାହିଁ। ତାହେଲେ କ'ଣ ହେଇଥାନ୍ତା? କେମିତି ଲାଗିଥାନ୍ତା? ତା ପରୋକ୍ଷକୁ ଆସନ୍ତି, ଭର୍ସେସ୍ ଏସବୁ ଅଛି, ଯାହା ସବୁ ଅଛି। ହଁ, ଜୟଜୀ, କୁହନ୍ତୁ, କିଏ କହିବେ? ଆଜ୍ଞା, ସେ କୋଶ୍ଚିନ୍ ସାର୍ ମୋର ମନେ ଅଛି, ଆପଣ ଆଜି ରିମାଇଣ୍ଡ କରିଥିଲେ, ମୋର ବି ମନେ ଥିଲା। ମୁଁ କାଲିଠୁ ଭାବିଲିଣି ସେଟା କହିବି କି କ'ଣ, କାଲି ତ ପଳେଇଗଲା। ଆଜି ସେଟା ସାର୍ ଯୋଉ କୋଶ୍ଚିନ୍ ଥିଲା, ମୋର ଆନ୍ସର ଅଛି ସେଟା ସାର୍ ସବୁ ନଥିଲେ ବି ଗୋଟେ ଜିନିଷ ଥାନ୍ତା, ଓମ୍ ର ଉଚ୍ଚାରଣ ଥାନ୍ତା, ଓମ୍ ର ଆଭାସଟା ଥାନ୍ତା, ମୁଁ ଭାବୁଛି। ନା, ସେ ବି ନଥାନ୍ତା, କିଛି ନଥାନ୍ତା। ମୋ ପ୍ରଶ୍ନ ହଉଛି କିଛି ବି ନଥାନ୍ତା। କିଛି ବି ମାନେ କିଛି ବି, ସବୁ କିଛି ଯାହା ଦେଖୁଛ କିଛି ନଥାନ୍ତା। ଆଜି ଏକ୍ଜାକ୍ଟ ସେଇ କୋଶ୍ଚିନ୍ର ଅଲ୍ଟରନେଟିଭ୍ ଏଇଟା ଆସିଛି। ତାହେଲେ କ'ଣ ହେଇଥାନ୍ତା? କିଛି ନଥିଲେ କ'ଣ ହେଇଥାନ୍ତା? ଆଉ କିଛି ସବୁ ଅଛି, କ'ଣ ହଉଛି? ମାନେ ଆ ଭିତରୁ ବେଟର କୋଉଟା? କିଛି ନଥିଲେ ବ୍ରହ୍ମ ହିଁ ଥାନ୍ତେ। କିଛି ଯେତେବେଳେ ନଥାନ୍ତା, ସେତେବେଳେ ବ୍ରହ୍ମ ଥାନ୍ତେ। ନାଇଁ, ବ୍ରହ୍ମ କିଛି ବି ନଥାନ୍ତା। କିଛି ଭିତରେ ବ୍ରହ୍ମ କୁଆଡ଼େ ଆସିବ? କେହି ବି ନଥାନ୍ତେ। ତେବେ ଏଇଠି ପ୍ରଶ୍ନ ଉଠୁଛି, ମାନେ ଗୋଟେ ସାଇଡରେ କିଛି ଥିଲା ବା ଯାହା କିଛି ଅଛି, ସବୁ ଅଛି, ଆଉ ଗୋଟେ ସାଇଡରେ କିଛି ନାହିଁ, ମାନେ କେହି ବି ନାହାନ୍ତି, ପୁମ୍ପୁଡ଼ିଟିଏ ବି ନାହିଁ, ନା ଆକାଶ ଅଛି, ନା ଶୂନ୍ୟ ଅଛି, ନା ତାରା ଅଛି, ନା ବ୍ରହ୍ମ ଅଛି, ନା ମଣିଷ ଅଛି, ନା ଜୀବଜନ୍ତୁ ଅଛି, ନା ସରୀସୃପ ଅଛନ୍ତି, ନା ବୃକ୍ଷଲତା ଅଛି, କେହି ନାହାନ୍ତି। ନା ଭୂଗୋଳ ଅଛି, ନା ଖଗୋଳ ଅଛି, କିଛି ନାହିଁ। ଏ ଗୋଟେ ପ୍ୟାଟର୍ନ। ଆଉ ଗୋଟେ ପ୍ୟାଟର୍ନ ହେଉଛି ଏଇ ଯେଉଁ ଅଛି, ଆମେ ଦେଖୁଛେ। ଆଚ୍ଛା, ଆ ଦେହରୁ ବେଟର କୋଉଟା? ଆ ଦେହରୁ ବେଟର କୋଉଟା? ଯାହା ଅଛି ସେଟା ବେଟର, ନା କିଛି ନଥାନ୍ତା ବେଟର? କୁହନ୍ତୁ। ଆଜ୍ଞା, ଯାହା ଅଛି ଠିକ ଅଛି, ଯାହା ଥିଲା ଠିକ ଥିଲା, ଯାହା ରହିବ ବି ଠିକ ରହିବ। ଆଉ କିଏ କହିବେ? କୁହନ୍ତୁ। ଯଦି କିଛି ନଥାନ୍ତା, ଗୋଟେ ପ୍ୟାଟର୍ନ, କିଛି ନଥାନ୍ତା ମାନେ କେହି ନଥାନ୍ତା, ନା ବ୍ରହ୍ମ, ନା ଶୂନ୍ୟ, ନା କେହି ନଥାନ୍ତା, କିଛି ବି ନଥାନ୍ତା। କିଛି ବି ନଥାନ୍ତା ମାନେ କିଛି ବି ନଥାନ୍ତା ଏପର୍ଯ୍ୟନ୍ତ। ଗୋଟେ ପ୍ୟାଟର୍ନ, ଗୋଟେ ବିଭାଗ। ଆଉ ଗୋଟେ ବିଭାଗ ଅଛି, ଯାହା ସବୁ ଅଛି, ଏ ଗୋଟେ ବିଭାଗ। ଆମେ ଦେଖୁଛେ ଯାହା ସବୁ ଅଛି, ଏ ଗୋଟେ ବିଭାଗ। ଆ ଭିତରୁ କୋଉଟା ପସନ୍ଦ ହଉଛି ତମର? ଏଇ ଯୋଉଟା ବର୍ତ୍ତମାନ ଅଛି, ଏଇଟା ଠିକ ଅଛି। ଠିକ ଅଛି, ହେଲା। ଏଇ ଯୋଉଟା ଅଛି ବର୍ତ୍ତମାନ ଠିକ ଅଛି ବୋଲି କିଏ କହୁଛି? ଆତ୍ମା କହୁଛି, ବା ଆତ୍ମ ରୂପକ ଯେଉଁ ଭଗବାନ ଅଛନ୍ତି, କୋଟି କୋଟି ଲୋକ, ସେମାନଙ୍କ ପାଇଁ ଅଛି, ଏବଂ ସେମାନଙ୍କ ଶବ୍ଦ ମଧ୍ୟ ସେଇ ଇଆଡ଼କୁ ମଧ୍ୟ ଅଛି। ତେଣୁ ଯେଉଁ କୋଶ୍ଚିନ୍ ଉତ୍ଥାପନ ଥିଲା ଆଜି ସବଜେକ୍ଟ ଉପରେ, ଯେ ଆତ୍ମା କ'ଣ ଥିଲା କହିଲେ?
ଆତ୍ମା ଆତ୍ମା ନିତ୍ୟ ଓ ମୁକ୍ତ ହୋଇଥିଲେ ମଧ୍ୟ ସେ ଜନ୍ମ ମୃତ୍ୟୁ ଚକ୍ରରେ ଘୁରିବୁଲେ କାହିଁକି? ଏଇ ତ ଥିଲା। ତେଣୁ ଯଦି କିଛି ନଥାନ୍ତା ସେ କାହିଁ ଘୁରି ବୁଲିଥାନ୍ତା? ଆଉ କିଛି ଅଛି ମାନେ ତାର ସୃଷ୍ଟିରେ ଏସବୁ ରହିଛି ନା। ଏସବୁ ଦେଖନ୍ତୁ, ଏସବୁ କିଛି ନଥାନ୍ତା ଯଦି କାହାକୁ ଭଲ ଲାଗନ୍ତାନି, କାହାକୁ ବି ଭଲ ଲାଗନ୍ତାନି। ସମସ୍ତଙ୍କ ପାଇଁ ଏ ଆବଶ୍ୟକତା ଅଛି। ପୃଥିବୀ ଆବଶ୍ୟକତା ଅଛି, ଚନ୍ଦ୍ର ଅଛି ଆବଶ୍ୟକ, ସୂର୍ଯ୍ୟ, ତାରା, ନକ୍ଷତ୍ର, ସୋଲାର ସିଷ୍ଟମ, ଆକାଶ ଗଙ୍ଗା, ତା ଦେହରେ ଜୀବ ଅଛି କି ନାହିଁ? ଜୀବ ମାନେ ଜୀବ, ସେ ଜୀବ ଆଗକୁ ଯିବ, ଗତିଶୀଳ। ଆଉ ଜନ୍ମ ମରଣ ଚକ୍ର ତ ସେ ସୃଷ୍ଟି କରିଛି ନିଜେ ନା। ଯଦି କିଛି ନଥାନ୍ତା ତାହେଲେ କ'ଣ ହେଇଥାନ୍ତା? ତେଣୁ ଏଇ ଯେଉଁ ସୁନ୍ଦର ସୃଷ୍ଟିର ରଚନା କରାଯାଇଛି, କିଏ ରଚନା କରିଛି? ନା ଆତ୍ମଦେବ ରଚନା କରିଛନ୍ତି। ଆମେ ଘରଟିଏ ବନେଇଛେ, ପୋଖରୀଟିଏ କରିଛେ, ଅଗଣାଟିଏ ତିଆରି କରିଛେ, କାହା ପାଇଁ? ନିଜ ପାଇଁ। ନିଜେ କେମିତି ଘରେ ରହିବା, ନିଜେ କେମିତି ସୁନ୍ଦର ଖେଳ ଖେଳିବା, ପଡ଼ିଆଟିକୁ ବନେଇ ଦିଆହେଇଛି, ଆମେ ବନେଇଛେ ପଡ଼ିଆରେ ଖେଳିବା ପାଇଁ। ରାସ୍ତା ବନେଇଛେ ରାସ୍ତାରେ ଯିବା ପାଇଁ। ଯାହା ସବୁ ବନଉଛେ ଆମ ନିଜ ପାଇଁ ଆମେ ତିଆରି କରୁଛେ। ଆମେ ପର୍ସନାଲ ମୋଟିଭରେ ବା ପର୍ସନାଲ ଯଦି ଆମେ କିଛି କିଛି ଚିନ୍ତା କରିବା, ଆମ ନିଜ ପାଇଁ ଯେମିତି ଆମେ ତିଆରି କରିଛେ ଆମର ଆବଶ୍ୟକତା ପାଇଁ ଗୋଟେ ଗୋଟେ ବ୍ୟକ୍ତି, ସେମିତି ସାମୂହିକ ପାଇଁ ତ ଆମେ ଚିନ୍ତା କରିପାରିବାନି ନା। ଏତେ ବଡ଼ ବିରାଟ ପ୍ରୋଜେକ୍ଟ ତା ପାଇଁ, ଏତେ ବଡ଼ ବିରାଟ ପ୍ରୋଜେକ୍ଟ ପାଇଁ ଆମେ କେବେ ଚିନ୍ତା କରିପାରିବାନି। ହଁ, ଅଂଶୀଦାର ରହିପାରିବ, କିନ୍ତୁ ଏତେ ବିରାଟ ଚିନ୍ତାଧାରା, ସୂର୍ଯ୍ୟଟି ରହିବ, ପୃଥିବୀ ରହିବ, ଚନ୍ଦ୍ର ରହିବ, ନକ୍ଷତ୍ର ରହିବେ, ସମୁଦ୍ର ରହିବ, ସମୁଦ୍ର ପାଣି ପୁଣି ଉବୁଟୁବୁ ହେବ, ପୁଣି ଉପରକୁ ଉଠିବ, ତଳକୁ ଆସିବ, ଇତ୍ୟାଦି। ଏଇ ଯେଉଁ ପ୍ଲାନିଂ କୌଣସି ବୈଜ୍ଞାନିକ ମାନେ ତ କରିପାରିବେ। ଆଗରୁ ଯେଉଁଟା ହେଇଛି ବୈଜ୍ଞାନିକ ମାନେ ସେଇଟାକୁ ଏପଟ ସେପଟ କରୁଛନ୍ତି। ତେଣୁ ଏଇ ଯେଉଁ କୌଶଳ କରି ଦିଆଯାଇଛି ସମସ୍ତଙ୍କ ଭଲ ପାଇଁ ଏବଂ ସମସ୍ତେ ଆନନ୍ଦିତ ହେବା ପାଇଁ। ଏ ଆନନ୍ଦର ଉତ୍ସ। ମେଲନଟି ଆମେ ତିଆରି କରୁଛେ, ଆନନ୍ଦରେ ଯିବା, ଖେଳିବା, ବୁଲିବା, ଖାଇବା, କିଛି କିଣିକିରି ଆଣିବା, କିଣା ବିକା କରିବା, ଆନନ୍ଦ ଅଛି। ବାଲିଯାତ୍ରା ଆମେ ଯାଉଛୁ ପ୍ରାୟ ପ୍ରତ୍ୟେକ ବର୍ଷ। ବାଲିଯାତ୍ରାର ଦୃଶ୍ୟ ମଧ୍ୟ ସେଇ ପାଇଁ କରାଯାଇଛି। କିଣା ବିକାର, ଆନନ୍ଦ ଉତ୍ସବ, ମହୋତ୍ସବ। ଏସିଆ ମହାଦେଶର ଗୋଟେ ବଡ଼ ଅନୁଷ୍ଠାନ ହେଉଛି କଟକର ବାଲିଯାତ୍ରା। ଏସିଆ ମହାଦେଶ କଥା ମୁଁ କହୁଛି, ଭାରତ କଥା କହୁନି। କାହିଁ କରାହେଇଛି? ଆମ ଆନନ୍ଦ ପାଇଁ, ଆମ ଖୁସି ପାଇଁ, ଆମର ସୁବିଧା ପାଇଁ ଏସବୁ ତିଆରି କରାହେଇଛି। ସେମିତି ଏ ପୃଥିବୀ, ଆଉ ପୃଥିବୀ ନଥିଲେ ତୁମେ ଯିବା ଆସିବା କେମିତି କରିଥାନ୍ତ? ପୃଥିବୀ ନଥାନ୍ତା, ତୁମେ ଉପରେ ଥାନ୍ତେ, ଏଠି କେମିତି ଆସିଥାନ୍ତ? କୁହ। ଏଠି ଶୂନ୍ୟ ଥାନ୍ତା, ଉପରେ ଶୂନ୍ୟ, ଏଠି ଶୂନ୍ୟ। ବୁଝନ୍ତୁ କଥା ଭଲ ଭାବେ। ସେ ବନେଇଛି ଆସିବା ପାଇଁ। ଏ ଗୋଟେ ପ୍ଲାଟଫର୍ମ ତିଆରି କରିଛି ଆତ୍ମାର ଯିବା ଆସିବା ପାଇଁ। ଏ ଗୋଟେ ରଙ୍ଗମଞ୍ଚ। ପୃଥିବୀ ଏକ ରଙ୍ଗମଞ୍ଚ। ତେଣୁ ଏଠି ଜୀବାତ୍ମା ଆସିବନି ତ କିଏ ଆସିବ? ଏଠି କର୍ମ କରିବନି ତ ଜୀବାତ୍ମା କିଏ କର୍ମ କରିବ? ମୁଁ ଗୋଟେ ପ୍ରଶ୍ନ ରଖିଲି ଗୋଟେ ପଟରେ, କିଛି ନଥାନ୍ତା ତାହେଲେ ତୁମ ଯିବା ଆସିବା କିଛି ନଥାନ୍ତା, ସବୁ ସ୍ଥିର ସ୍ଥାଣୁ। ତେଣୁ ଏଠି ଯେଉଁ ପରିକଳ୍ପନା କରି ଦିଆଯାଇଛି ଜୀବାତ୍ମା ଯିବା ଆସିବା ପାଇଁ, ଜୀବନ ମରଣ ଚକ୍ର ନୁହେଁ, ଇଏ କର୍ମଭୂମି ଗୋଟେ।
ଏ ଗୋଟେ କର୍ମଭୂମି। ଯଦି ଆତ୍ମା ଖାଲି ଥାନ୍ତା ଆଉ କିଛି ନଥାନ୍ତା, କ'ଣ ହେଇଥାନ୍ତା? ଏ ଆତ୍ମା ଥାଇକିରି କେତେ ନଥାଇ କେତେ। ଆତ୍ମାର ମାନେ ରାଜା ଯେମିତି ଅଛନ୍ତି, ରାଜା ଅଛି ରାଜ୍ୟରେ, ରାଜା ରାଜ୍ୟ ନଥାନ୍ତା, ପ୍ରଜା ନଥାନ୍ତା, ତାଙ୍କର କିଛି ନଥାନ୍ତା, ତାହେଲେ ସେ କି ରାଜା କୁହନ୍ତୁ ତ? ତାହେଲେ ସେ କି ରାଜା? ଯେଉଁଠି ପ୍ରଜା ନାହାନ୍ତି, ଯେଉଁଠି ସୈନ୍ୟ ସାମନ୍ତ ନାହାନ୍ତି, ଯେଉଁଠି ରାଜାର ଇଲାକା ନାହିଁ, ରାଜବାଟୀ ନାହିଁ, ଖାଲି ରାଜାଟା ବସିକି କ'ଣ କରିବ? କିଛି କରିପାରିବନି, ନିସଙ୍ଗ ସଲିଟାରୀ ହେଇଯିବ ପୁରା। ଶାନ୍ତନୁ ବିବାହ କଲେ ଗଙ୍ଗାକୁ। ଶାନ୍ତନୁ ତ ସର୍ବାଧିଷ୍ଠାନ ଚୈତନ୍ୟ ବ୍ରହ୍ମ ସ୍ୱରୂପ। ଶାନ୍ତନୁ ନିର୍ବିକାର ବ୍ରହ୍ମ ଚୈତନ୍ୟ ହେଉଛନ୍ତି କିଏ? ଶାନ୍ତନୁ। ନିର୍ବିକାର ବ୍ରହ୍ମ ଚୈତନ୍ୟ, ନିର୍ବିକାର ବ୍ରହ୍ମ ଚୈତନ୍ୟ ହେଲେ ଶାନ୍ତନୁ। ଗଙ୍ଗାର କ'ଣ ଆବଶ୍ୟକତା ଥିଲା? ପୁଣି ସତ୍ୟବତୀର କ'ଣ ଆବଶ୍ୟକତା ଥିଲା ତାଙ୍କର? ସେ ତ ନିର୍ବିକାର ବ୍ରହ୍ମ ହେଇ ବସିଥାନ୍ତେ ଗୋଟେ ଜାଗାରେ। ମୁଁ ଶାନ୍ତନୁ କଥା ଏଠି କହୁନି, ମୁଁ କହୁଛି ପୂର୍ଣ୍ଣ ନିର୍ବିକାର ବ୍ରହ୍ମ ଚୈତନ୍ୟ କଥା କହୁଛି। ପୂର୍ଣ୍ଣ ମନେ ରଖନ୍ତୁ, ପୂର୍ଣ୍ଣ ନିର୍ବିକାର ବ୍ରହ୍ମ ଚୈତନ୍ୟ। କଳ୍ପନା, ବ୍ରହ୍ମର କଳ୍ପନାରେ ଆସିଲେ କିଏ? ଗଙ୍ଗା ଆସିଲେ, ଗଙ୍ଗାକୁ ବିବାହ କଲେ। ଚୈତନ୍ୟ ପ୍ରକୃତି ହେଉଛି ଗଙ୍ଗା, ଚୈତନ୍ୟ ପ୍ରକୃତି। ଆଉ ଚୈତନ୍ୟ ପ୍ରକୃତି ଖାଲି ରହିଲେ ହେବନି, ଜଡ଼ ପ୍ରକୃତି ଦରକାର। ଜଡ଼ ନହେଲେ ସୃଷ୍ଟି ହେଇପାରିବନି। ଜଡ଼ ପ୍ରକୃତି, ତାପରେ ପୁଣି ଆଉ ଗୋଟେ ବିବାହ କଲେ। ବିବାହ କଲେ ମାନେ ସୃଷ୍ଟି କଲେ। ବ୍ରହ୍ମର କଳ୍ପନାରେ ସୃଷ୍ଟି ହେଲା ସତ୍ୟବତୀ। ତେଣୁ ଜଡ଼ ପ୍ରକୃତି ଚୈତନ୍ୟ ପ୍ରକୃତି ମିଶିକିରି ରହିଲେ କାହା ସହିତ? ବ୍ରହ୍ମ ସହିତ। କାଳିଦାସଙ୍କୁ କୋଶ୍ଚିନ୍ କରାଗଲା, ସେ ତ ନେଇ ବସେଇ ଦେଇଛନ୍ତି ତାଙ୍କ ଶିଷ୍ୟମାନେ, ମହାମୂର୍ଖକୁ ବସେଇ ଦେଇଛନ୍ତି। ମହାମୂର୍ଖ କେମିତି ଜାଣିଲେ? ନା ଗୋଟେ ଡାଳରେ ବସି କାଳିଦାସ ହାଣୁଛି, ସେଇ ଡାଳକୁ ହାଣୁଛି, ଗଛ ଉପରେ ଯେଉଁ ଡାଳରେ ବସିଛି ସେଇ ଡାଳକୁ ହାଣୁଛି। ତେଣୁ ତା ମହାମୂର୍ଖ କହିବେନି, ଆଉ କ'ଣ କହିବେ? ସେଠୁ ଇଏ ତ ଶିଷ୍ୟ ଗୁରୁ ଖୋଜୁଥିଲେ, ଗୋଟେ କେଉଁଠି ଗୋଟେ ବୋକା ଲୋକକୁ ଆଣି ବସେଇ ଦେଇକି ଆଉ ବିବାହ କରିବା ସେଇ ରାଜକୁମାରୀ କି। ସେଇ ଦେଖିଲେ, ଇଏ କହିଲେ ଇଏ ହେଉଛି ମହାମୂର୍ଖ, ଏଇଟା ଦରକାର। ସେଠୁ ତାକୁ କହିଲେ ଓହ୍ଲେଇଆ, ତଳକୁ ଓହ୍ଲେଇ ଆସିଲା, କହିଲା ଆରେ ସେ ଗଛଟା ଡାଳଟା ହାଣୁଛୁ, ତୁ ହାଣିକିରି ପଡ଼ିବୁ ନିଜେ। ତେଣୁ ଜାଣିଲେ ଇଏ ମହାମୂର୍ଖ, ତାକୁ ନେଇଗଲେ, କହିଲେ ଗୋଟେ କାମ କରିବ, ଆମେ ତୁମକୁ ଗୁରୁ ବୋଲି ଭାବୁଛୁ, ଆଉ ତୁମେ ଖାଲି ଆକ୍ସନ୍ କରି ଦେଖିବ, ଯୁଆଡ଼େ ହେଲେ ଗୋଟେ ଆକ୍ସନ୍ କରି ଦେଖିବ। ବିଦୁଷୀ ନାରୀ, ତୁମେ ପରାସ୍ତ ହେଲେ ତୁମେ ବିବାହ ହେବ, ସେ ପରାସ୍ତ ହେଲେ ତୁମେ ବିବାହ ହେବ। ଆକୁ ନେଇକି ବସେଇ ଦେଲେ। ସେଠୁ ବିଦୁଷୀ ନାରୀ ପ୍ରଶ୍ନ କଲେ, ମାନେ ଠାରରେ, ଇଏ କହିଲେ ଆମ ଗୁରୁ ଠାରରେ କଥାବାର୍ତ୍ତା କରିବେ, ଆଉ ପାଟି ଖୋଲିବେନି, କାହିଁକିନା ପାଟି ଖୋଲିଲେ ତ କହିପାରିବନି କିଛି, ମୂର୍ଖଟା ଜଣା ପଡ଼ିବନି। ସେଠୁ ପାଟି ନ ଖୋଲିକି ଶାସ୍ତ୍ର ହେବ। ସେଠୁ ବିଦୁଷୀ ନାରୀ ପ୍ରଶ୍ନ କଲେ, ଏକ ଆଙ୍ଗୁଠି ଦେଖେଇଲେ, ବୁଝିଲେ, ଏକ ଆଙ୍ଗୁଠି ଦେଖେଇଲେ। ସେଠୁ ଇଏ କ'ଣ କଲା ନା, ସିଏ ଭାବିଲା ବୋଧେ ଗୋଟେ ଆଙ୍ଗୁଠି ଦେଖାଉଛି, ମୋ ଆଖି ଗୋଟେ ଫୁଟେଇଦେବ। ଇଏ ଦୁଇଟା ଆଙ୍ଗୁଠି ଦେଖେଇଦେଲା। ତାମାନେ ସିଏ ଇଏ କହିବା କଥା, ମୂର୍ଖ ଲୋକ ନା, ଯଦି ମୋର ଗୋଟେ ଆଖି ତୁ ଫୁଟେଇବୁ, ମୁଁ ତୋର ଦୁଇଟି ଯାକ ଆଖି ଫୁଟେଇଦେବି। ସେଠୁ ଏମାନେ ଶିଷ୍ୟମାନେ ଥିଲେ, ଶିଷ୍ୟମାନେ ମହାଚାଲାକି। ସେଠୁ ସିଏ କହିଲେ ଆପଣ କହୁଛନ୍ତି ବ୍ରହ୍ମ ଏକ ଆଙ୍ଗୁଠି ଦେଖେଇଲେ,
କିନ୍ତୁ ଆମ ଗୁରୁ ସେଥିରେ ସନ୍ତୁଷ୍ଟ ନାହାନ୍ତି। ଆମ ଗୁରୁ କହୁଛନ୍ତି ବିନା ପ୍ରକୃତିରେ ବ୍ରହ୍ମ ରହିପାରିବନି। ମାନେ ପ୍ରକୃତି ଏବଂ ବ୍ରହ୍ମ ଏକ ନହେଲେ ଏ ସାରା ସୃଷ୍ଟି ଚାଲିବ ନାହିଁ। ପ୍ରକୃତି ଯେଉଁଠି ଅଛି ବ୍ରହ୍ମ ସେଇଠି ଅଛି, ବ୍ରହ୍ମ ଯେଉଁଠି ଅଛି ପ୍ରକୃତି ସେଇଠି ଅଛି। ବୁଝନ୍ତୁ କଥା। ତେଣୁ ମାନେ ଏଠି ଶାନ୍ତନୁ ଯେମିତି ସୃଷ୍ଟି କଲେ ଗଙ୍ଗାକୁ ସତ୍ୟବ୍ରତୀକି, ମାନେ ସୃଷ୍ଟିର କ୍ରମ, ସେମିତି ଇଏ ବ୍ରହ୍ମ ସହିତ ପ୍ରକୃତି ରହିବ। ବିନା ନ ରହିଲେ କିଛି ହେବନି। ଦେଖନ୍ତୁ ତୁମେ ଅଛ, କିଛି ନାହିଁ ଆଉ ତୁମ ପାଖରେ, ନା ବିଲ ଅଛି, ନା ବାଡ଼ି ଅଛି, ନା ଖାଦ୍ୟ ଅଛି, ନା ସଂସାର ଅଛି, ନା ପରିବାର ଅଛି, ନା ଗାଁ ଅଛି, ନା ଗାଁ ନା ଗଣ୍ଡା, ନଈ ନା ନଈବାଲି, ସମୁଦ୍ର ନା ଜଗନ୍ନାଥ ମନ୍ଦିର, ନା କାଶୀ ବୃନ୍ଦାବନ କୈଳାସ, ନା କୁମ୍ଭ, କିଛି ନଥାନ୍ତା। ତମେ କ'ଣ କରିଥାନ୍ତ? ସ୍ଥାଣୁ ଡରମାଟ କଣ୍ଡିସନକୁ ରହିଥାନ୍ତ। ମାନେ କିଛି ନୁହେଁ। ଅଥର୍ବ ବେଦ, ଅଥର୍ବ ବେଦ କ'ଣ ଜାଣନ୍ତି କି? ଅଥର୍ବ ବେଦ ହେଉଛି କିଛି ନାହିଁ। ଅଥର୍ବ କହନ୍ତିନି, ଅଥର୍ବ ଲୋକଟା ମାନେ ଚାଲିପାରିବନି, ବସିପାରିବନି, ଉଠିପାରିବନି। ତୁମେ ସେ ଅଥର୍ବ ବେଦ ହେଇକି ବସିଥାନ୍ତ, ନା ହଲ୍ ନା ଚଲ୍। ଆଜି ସାଇକେଲ ମାରିକି ପଳେଇ ଯାଉଛ ମାର୍କେଟକୁ, ମୋଟର ସାଇକେଲ ଧରିକି ପଳେଇ ଯାଉଛ, କାର୍ ଧରି ମେଣ୍ଟେନ୍ କରୁଛ, ପ୍ଲେନ୍ରେ ଉଡ଼ି ଯାଉଛ, କିଛି ନଥାନ୍ତା। ଇଏ କ'ଣ? କାହିଁକି? ଯେ ଆନନ୍ଦର କଥା। ଆମେ ସ୍ଲିପରରେ ଯାଉଛୁ, ପୁଣି କିଏ ଖୋଜୁଛନ୍ତି ଫାର୍ଷ୍ଟ କ୍ଲାସ୍ ଟିକେଟ୍ ଟ୍ରେନରେ, କାହିଁ ଆଉ ଟିକେ କମ୍ଫର୍ଟ ଲାଗିବ। ଫାର୍ଷ୍ଟ କ୍ଲାସ୍ କମ୍ପାର୍ଟମେଣ୍ଟରେ ଗଲେ ସମସ୍ତେ ବେଟର ଚାହାନ୍ତି, ନିଜର ଆନନ୍ଦ ପାଇଁ, ଖୁସି ପାଇଁ, ସବୁ କିଛି ପାଇଁ। ସେମିତି ଆତ୍ମା ଥାନ୍ତା, ଆଉ କେହି ନଥାନ୍ତେ। ବ୍ରହ୍ମ ଥାନ୍ତା, କିଛି ନଥାନ୍ତା, କ'ଣ ହେଇଥାନ୍ତା? ବ୍ରହ୍ମ ଏକ୍ସରସାଇଜ କେମିତି ହେବ? ବ୍ରହ୍ମର ଆକ୍ଟିଭିଟିଟା କେମିତି ଜଣାପଡ଼ିବ? ଯଦି ପୃଥିବୀ ନଥାନ୍ତା, ବ୍ରହ୍ମ ଥାଇ କ'ଣ କରିବ? ତେଣୁ ଯେଉଁଠି ବ୍ରହ୍ମ ଅଛି ସେଇଠି ପ୍ରକୃତି ଅଛି। ଯେଉଁଠି ପ୍ରକୃତି ଅଛି, ଯେଉଁଠି ବ୍ରହ୍ମ ଅଛି, ସେଠି କର୍ମ ଅଛି। ଜୀବର କର୍ମ ପାଇଁ ସେ ପୃଥିବୀକି ଆସୁଛି। କର୍ମ ବନ୍ଧନ କାଟିବାକୁ ଆସୁନି। ଇଏ ରହିଛି, ସିଷ୍ଟମ ରହିଛି। ଦେଖନ୍ତୁ, ହଜାର ହଜାର କୁମ୍ଭମେଳାରେ ନାଗା ସାଧୁମାନେ ଆସୁଛନ୍ତି, ତାପରେ କୁଆଡ଼େ ଯାଉଛନ୍ତି ଆଉ ପତା ନାହିଁ। ସେଇ ସମୟରେ ଭେଟ ହେବେ, ଆଉ କୁଆଡ଼େ ଯାଇ ରହିବେ କେହି ତାକୁ ଦେଖିପାରିବେନି, ଜାଣିପାରିବେନି। କେଉଁଠି ଜଙ୍ଗଲରେ ତପସ୍ୟା କରିବେ, କେଉଁଠି କ'ଣ କରିବେ, କେହି ତାକୁ ନ ଦେଖନ୍ତୁ। ତେଣୁ ଆତ୍ମାର ଖେଳ ହେଉଛି ଏସବୁ, ଆତ୍ମାର ନାଟକ। ତାର ରଚୟିତା ହେଉଛନ୍ତି ଆତ୍ମଦେବ ଅଛନ୍ତି, ପ୍ରଚ୍ଛଦ ପଟରେ ଅଛନ୍ତି, ତୁମ ଭିତରେ ଅଛନ୍ତି। ନିଜକୁ ସୃଷ୍ଟି କରିକିରି, ନିଜର ଶରୀର ସୃଷ୍ଟି କରିକିରି, ମଣିଷ ସୃଷ୍ଟି କରିକିରି, ସବୁ ସୃଷ୍ଟି କରିକିରି ଲୁଚିଗଲେ। ଆତ୍ମଦେବ ଲୁଚି ଯାଇଛନ୍ତି। ତୁମେ ତାଙ୍କୁ ଖୋଜିବ। ଖୋଜିବାଟା ଗୋଟେ କର୍ମ ନୁହେଁ କି? ମାନେ ଏମିତି ମାନେ ଗୋଟେ ଏମିତି ସିଷ୍ଟମ ତିଆରି କରିଛନ୍ତି ଆତ୍ମଦେବ ଯେ ମୋତେ ସେ ନ ପାଉ, ଆଉ ବହୁତ କଷ୍ଟ କରିକିରି ପାଉ, ବହୁତ ସାଧନା କରିକି ମୋତେ ପାଉ, ଜ୍ଞାନରେ ପାଉ। ଲୁଚିଗଲେ ଭିତରେ, ତା ଭିତରେ ଲୁଚିଗଲେ। ତା ଭିତରେ କେମିତି ଲୁଚିବ? ସେଇ ତ ସେଇ ସତ୍ତା ନା। ଯେଉଁ ଅଗ୍ନି ଅଛି, ଅଗ୍ନି ଭିତରେ ତେଜ ଅଛି। ଆମେ କହିବା ତେଜ ଅଲଗା, ଅଗ୍ନି ଅଲଗା, କେମିତି ହବ? ହବନି, କେବେ ହବନି। ତେଣୁ ଯିଏ ରହିଛି, ଆତ୍ମଦେବ ଅଛନ୍ତି ଭିତରେ, ସିଏ ହେଉଛି ସେଇ ଜୀବ, ସିଏ ହେଉଛି ସେଇ ଶରୀର। କିଛି ଏଠି ବଡ଼ ବିଡ଼ମ୍ବନା କ'ଣ? ନା ବିଡ଼ମ୍ବନା ହେଉଛି ଯେ ଜୀବ, ଯେ ସ୍ୱୟଂ ତୁମେ ନିଜେ ମୁଁ ସତ୍ତା, ତାକୁ ଖୋଜିକିରି ପାଇପାରୁ। ଏ ଗୋଟେ ଚାଲାକିପଣ।
ଆତ୍ମଦେବଙ୍କର ଗୋଟେ ଚାଲାକିପଣ ରହିଯାଇଛନ୍ତି, ଲୁଚି ଯାଇଛନ୍ତି। ତୁମେ ଖୋଜିବ, ସେଥିପାଇଁ ତୁମେ ଆସୁଛ ଏଠିକି, ପୁଣି ଯାଉଛ, ପୁଣି ଆସୁଛ, ପୁଣି ଯାଉଛ, ପୁଣି ଆସୁଛ, ଖୋଜି ଖୋଜି ନୟାନ୍ତ ହେଇଗଲାଣି। ସେ ତ ଏମିତି ଜାଗାରେ ଅଛି ବ୍ରହ୍ମ। ବୈକୁଣ୍ଠପୁରରେ ଅଛନ୍ତି ବ୍ରହ୍ମ। ବୈକୁଣ୍ଠପୁର, କିଏ ତାକୁ କହୁଛନ୍ତି ଗୋଲହାଟ, କିଏ କହୁଛନ୍ତି କାଉଁରୀପୁରୀ, ଏସବୁ ନାଁ ଦେଇଛନ୍ତି। କେତେ ନାଁ ଦିଆଯାଇଛି। ଆଉ ସମସ୍ତଙ୍କ ଠାରୁ ସର୍ବମୋଟ କର୍ତ୍ତବ୍ୟ ହେଉଛି ମଣିଷର ନିଜକୁ ପାଇବା। ନିଜକୁ ପାଇବା ହେଉଛି ସମସ୍ତଙ୍କ ଠାରୁ ବଡ଼ କର୍ତ୍ତବ୍ୟ। ମଣିଷ ନିଜକୁ ଖୋଜି ପାଇବା। ତେଣୁ ସେଥିପାଇଁ ସେ ଆସୁଛି, ଯାଉଛି। କର୍ମବନ୍ଧନ ନୁହେଁ, ନିଜକୁ ଖୋଜିବା ଗୋଟେ ବଡ଼ କଥା। ଆଉ ତା ସହିତ ମାୟା ସୃଷ୍ଟି କରି ରଖିଦିଆଯାଇଛି। ଏଇଟା ବେଲୁନ, ଏଇଟା ପେଙ୍କାଳି, ଏଇଟା ଗାଡ଼ି, ଏଇଟା ଘୋଡ଼ା, ଏଇଟା ସ୍ତ୍ରୀ, ଏଇଟା ପୁରୁଷ, ଏଇଟା ଘର, ଏସବୁ ମାୟାର ବନ୍ଧନରେ ରଖି ଦିଆଗଲା ଆଗରେ। ତମେ କୁଆଡ଼କୁ ଯିବ? ଏ ଅପସନ୍ ଥୋଇଦେଲେ, ଯଦି ଇଆଡ଼କୁ ଯାଉଛ ଆଉ ପାଇବନି। ଯଦି ପାଇବୁ ବେଟ, ମାୟାକୁ ତୋଇ କାଟ। ନା ସତରେ ମାୟାକୁ କାଟି ପାରୁଛ, ନା କର୍ମବନ୍ଧନରେ ମୁକ୍ତ ହେଇପାରୁଛ। ସେ ତ କରାହେଇଛି ପ୍ରୋଭିଜନ୍ ନା ତୁମକୁ ନ ଯିବା ପାଇଁ। କେତେ କଷ୍ଟରେ, କେତେ ଜ୍ଞାନରେ ହେଲେ ଜଣେ ମଣିଷ ପୁଣି ରିଟର୍ଣ୍ଣ ହେବ ଭିତର। ଜଣେ ରାଜାର ସାଙ୍ଗ ଥିଲେ, ଜଣେ ସନ୍ନ୍ୟାସୀ। ସେଇ ଦେଶରେ ସେ ରାଜା ହେଇଛନ୍ତି ଏବଂ ସନ୍ନ୍ୟାସୀ ଜଣକ ବହୁତ ଦେଶ ବୁଲୁଛନ୍ତି। ବହୁତ ଦେଶ ବୁଲୁଛନ୍ତି ସନ୍ନ୍ୟାସୀ ଜଣକ। ବହୁତ ନାଁ ହେଇଗଲାଣି, ପ୍ରଚାର ହେଇଗଲାଣି। ଗୋଟେ ସାଧୁ ସନ୍ଥ ଏତେ ବଡ଼, ଯେମିତି ବୁଦ୍ଧଦେବଙ୍କ ପରି ତାଙ୍କର ମଧ୍ୟ ନାଁ ହେଇଗଲାଣି। ତେଣୁ ରାଜା ଭାବିଲେ, ମନେ ପଡ଼ିଗଲା ଯେ ଏତେ ପ୍ରଚାର ହେଉଛି ଆମରି ଦେଶର, ଆମ ପାଖ, ଆମ ସାଙ୍ଗ। ତେଣୁ ତାଙ୍କୁ ଗୋଟେ ସମ୍ବର୍ଦ୍ଧନା ଦେବା ପାଇଁ ଯେତେବେଳେ ଫେରିବେ, ଆମେ ତାଙ୍କୁ ଗୋଟେ ବଡ଼ ସମ୍ବର୍ଦ୍ଧନା ଦେବା। ଡିକ୍ଲାରେସନ୍ କରିଦେଲେ ଯେ ଆମ ସାଙ୍ଗଟା ବା ଆମ ରାଜ୍ୟର ଜଣେ ମହାନ ପୁରୁଷ ସବୁ ଦେଶକୁ ଯାଇକି ପ୍ରଚାର କରୁଛନ୍ତି। ସେ ଖବର ପହଞ୍ଚିଲା ସନ୍ନ୍ୟାସୀଙ୍କ ପାଖରେ। ସନ୍ନ୍ୟାସୀ କହିଲେ, ଇଏ ତ ରାଜା, ମୋତେ ତ ଗୋଟେ ସମ୍ବର୍ଦ୍ଧନା ଦେବେ, ମୁଁ ତାଙ୍କ ପାଇଁ ଗୋଟେ ଜିନିଷ କିଛି ନେଇକି ଯିବି ନା। ଆଉ ବୁଝିଲେ, ସେ ଗୋଟେ ଜିନିଷ ନେଇକି ଆସିଥିଲେ। ଇଏ ତାଙ୍କୁ ତୋରଣ କଲେ, ସମ୍ବର୍ଦ୍ଧନା କଲେ, ରାଜସିଂହାସନକୁ ନେଇ ବସେଇଲେ ରାଜସିଂହାସନ ପାଖରେ। ସେଠୁ ସନ୍ନ୍ୟାସୀ ଜଣକ କହିଲେ, ରାଜା, ମୁଁ ତୁମ ପାଇଁ ଗୋଟେ ଭେଟି ଆଣିଛି, ଆକୁ ନେଇକି ରଖିବ। ସନ୍ନ୍ୟାସୀ ଜଣକ ଚିନ୍ତା କରି କରି ଗୋଟେ ଭେଟି ଆଣିଲେ। କ'ଣ ନିହାତି ଦରକାର ରାଜାଙ୍କର ତ ସବୁ ଅଛି, ଘୋଡ଼ା, ଗାଡ଼ି, ଧନ ଦୌଲତ, ସୁନା ରୂପା, ହୀରା, ସବୁ ତ ଅଛି। ଆଉ କ'ଣ ମୁଁ ଦେବି ଗେଷ୍ଟ? ମୁଁ ଗୋଟେ ଭେଟିଟା କ'ଣ ଦେବି ମୁଁ? ଆଉ ବହୁତ ଚିନ୍ତା କରି ଗୋଟେ ଛୋଟ ଜିନିଷ ଆଣିଥିଲେ। କହିଲେ, ରାଜନ, ମୁଁ ତୁମକୁ ଏଇ ଜିନିଷଟା ଦେବି, ତୁମେ ଗୁପ୍ତରେ ଦେବି, ସମସ୍ତଙ୍କ ଆଗରେ ଦେବିନି। ତେଣୁ ସମସ୍ତେ ବସିଥିଲେ, ରାଜା ତାଙ୍କୁ ନେଇକି ନିଜ ଉଆସ ଭିତରକୁ ଗଲେ। ଉଆସ ଭିତରେ ସେ ଜିନିଷଟା ପ୍ରେଜେଣ୍ଟେସନ୍ ଦେଲେ। ଗୋଟେ ମୁଣିରେ ସେ ଜିନିଷଟା ରଖିଥିଲେ, ଛୋଟ ଜିନିଷଟା। କହିଲେ, ଏଇଟା ନିଅ, ଏଇଟା ତୁମ ପାଇଁ ମୁଁ ଭେଟି ଆଣିଛି। ରାଜା ଦେଖିଲେ, ଏଇଟା ଆରିସଟା, ଆରେ ତା ପଛଟା ପଟି ଲାଗିଛି, ଆଗଟା କାଚଟା, ଏଇଟା କ'ଣ ଭେଟି? ପଚାରିଲେ ଆଶ୍ଚର୍ଯ୍ୟ ହେଇକିରି ସନ୍ନ୍ୟାସୀକି। କହିଲେ, ଏଇଟା କ'ଣ ମୋ ପାଇଁ ଭେଟି ଆଣିଛ? ନା, ହଁ। ନା, ଏତେ ଗୁପ୍ତରେ ମୋତେ ଦେଲେ? ଏ ତ ଆରିସଟା, ଆର ଦାମ ତ ଟଙ୍କାଟା 2 ଟଙ୍କା ହେବ କି ନାହିଁ? ସନ୍ନ୍ୟାସୀ କହିଲେ, ତୁମେ ଏ ବାହ୍ୟ ଜଗତର ଦୃଶ୍ୟ ଦେଖୁଛ, କିନ୍ତୁ ଏଇ ଆରିସଟି, ଏ ଦର୍ପଣଟି ତୁମର ଛବି ଦେଖାଇ ଦେଉଛି। ଦେଖନ୍ତୁ, ତୁମର ଛବି ଦେଖାଯାଉଛି ନା। ତେବେ ଏ ଛବି ଦେଖିଲେ ମୋର ଲାଭ କ'ଣ ହେବ?
ନା ଏଇଟା ମୁଁ ଏତିକି ପ୍ରେଜେଣ୍ଟେସନ୍ ଦେଲି ତୁମକୁ ଯେ ତୁମେ ସ୍ଥିର ହେଇକି ଯେତେବେଳେ ନିଶ୍ଚଳ ଚିତ୍ତରେ ବସିବ, ତୁମ ଭିତରେ ଯେଉଁ ଚିତ୍ତ ରୂପକ ମିରର ଅଛି, ଚିତ୍ତ ରୂପକ ଦର୍ପଣ ଅଛି, ଇଏ ଦର୍ପଣର ସଂକେତ ଦେଲି ଯେ ସେ ଦର୍ପଣରେ ନିଜକୁ ଦେଖିପାରିବ। ଗୁପ୍ତ କଥା କହିକି ଗଲେ ସନ୍ନ୍ୟାସ, ମୁଁ ତୁମକୁ ଏ ମିରରଟି ଦେଲି ନିଜର ପ୍ରତିଛବି ଦେଖିବା ପାଇଁ, କିନ୍ତୁ ଏଥିରେ ତ ପ୍ରତିଛବି ଦେଖି ହେବନି। ତୁମେ ଯେତେବେଳେ ସ୍ଥିର ହେଇଯିବ, ନିଶ୍ଚଳ ହେଇଯିବ, ତୁମ ଭିତରେ ଯେଉଁ ଚିତ୍ତ ଅଛି, ଚିତ୍ତ ସ୍ଥିର ହେଲେ, ମନ ସ୍ଥିର ହେଲେ ଚିତ୍ତ ହେଇଯିବ, ଚିତ୍ତରେ ତୁମ ପ୍ରତିଛବି ଦେଖିପାରିବ, ନିଜକୁ ଦେଖିବ। ଏଇଟା ହେଉଛି ସମସ୍ତଙ୍କ ପାଇଁ ଗୋଟେ ବଡ଼ ଜ୍ଞାନ ଦେଇକରି ଗଲା ରାଜାଙ୍କୁ। ସନ୍ନ୍ୟାସ ରାଜା ବସିଗଲେ, ଆଗେ ବୁଲୁଥିଲେ ଚାରିଆଡ଼େ ନା, ଜାଣିଗଲେ ସନ୍ନ୍ୟାସ ଜଣକ ଗୋଟେ ବହୁତ ଉଚ୍ଚ ସ୍ତରର ମୋତେ କଥା କହିବାକୁ ଚାହୁଁଛି ଏବଂ ଗୁପ୍ତରେ ସେ ଜିନିଷ ପାଳନ କଲେ। ତାପରେ ରାଜା ନିଜେ ସ୍ୱୟଂ ନିଜର ପ୍ରତିଛବି ଦେଖିପାରିଲେ, ମାନେ ନିଜର ଚେହେରାକୁ ଦେଖିପାରିଲେ। ଚିତ୍ତରେ ମନ ଯେଉଁ ସ୍ଥିର ହେଉଥିଲା, ଅସ୍ଥିର ଥିଲା, ସ୍ଥିର ହେଲା ପରେ ସବୁ ନିଜର ଛବି ଦେଖିପାରିଲେ। କଥା ସେଇଆ, ଏକ୍ଜାକ୍ଟ କଥା ସେଇଆ। ତୁମ ଜୀବନରେ ତୁମେ ଖୋଜିବାକୁ ପଡ଼ିବ ତୁମକୁ ଏ ଜିନିଷଟା, ନହେଲେ ମିଳିବନି। ଆଉ ଖୋଜିକିରି ବାହାର କରିବା ତୁମର ଦାୟିତ୍ୱ, ନାହିଁ ତ ପୁଣି ରିଟାର୍ଡ ହଟ୍ ଫେରିଯିବ, ପୁଣି ଯେଉଁ ସ୍ଥାନକୁ ଆସିଥିଲ ପୁଣି ଆସିବ ଦିନେ ଏଠିକି, ପୁଣି କାହାର ମା ବାପ ଖୋଜିବ। ଏ କମ୍ପ୍ୟୁଟର ଯେମିତି ସିଲେକ୍ଟେଡ଼ ହେଇକି ନାହିଁ କି ଯେଉଁଠି ବାଡ଼େଇବ, ଯେଉଁଠି ଲାଗିବା କଥା ନ ଲାଗିଯିବ, ସେମିତି ଡେଷ୍ଟିନି ରୂପ କମ୍ପ୍ୟୁଟର ଯେଉଁ ରଖିଛି, ତୁମର କର୍ମ, ତୁମର ବନ୍ଧନ, ତୁମର ଇଚ୍ଛା, ତୁମର ଅଭିଳାଷ, ତୁମର ଆକାଂକ୍ଷା, ତୁମର ବାସନା, ସବୁକିଛି କମ୍ବିନେସନ୍ ସୃଷ୍ଟି କରି ଜଣେ ମଣିଷ ଜନ୍ମ ନିଏ ସେଇ ବାପା ମାଆଙ୍କ ପାଖରେ। ଯେଉଁ ବାପା ମାଆଙ୍କର ସେଇ ଗୁଣ ଥିବ, ସେଇ ଗୁଣ ଅର୍ଥ ମାନେ ସେଇ ଟାଇପ୍ର ପିଲା ଖୋଜୁଥିବ, ଇଏ ସେଇ ଟାଇପ୍ର ବାପା ଖୋଜୁଥିବ, ସେଇଠି ଯାଇ ପହଞ୍ଚିବ। ଇଏ ବିଧିର ବିଧାନ। ଯେମିତି ସୁଗ୍ରୀବଙ୍କ ପାଖରେ କଂସ ପହଞ୍ଚିଲା, ନା ଉଗ୍ରେଶ୍ୱରଙ୍କ ପାଖରେ କଂସ ପହଞ୍ଚିଲା, ରାବଣ ଯେମିତି ପହଞ୍ଚିଲା, ରାମ ଯେମିତି ପହଞ୍ଚିଲେ, କୃଷ୍ଣ ଯେମିତି ପହଞ୍ଚିଲେ, ଆଉ ହିଟଲର ଯେମିତି ପହଞ୍ଚିଲେ। ଜାଣନ୍ତି ହିଟଲରଙ୍କ କଥା? ହିଟଲର ମିଳିବେ, କିନ୍ତୁ ସେଭଳି ବାପା ମା ମିଳିବା ବହୁତ କଷ୍ଟ, କାହିଁକିନା ସେ ବାପା ମା ହିଟଲରଙ୍କୁ ଜନ୍ମ ଦେଇଛନ୍ତି। ସେ ସେମିତି ଖୋଜୁଥିଲା ଶରୀର, ସେମିତି ବାପା ମା ଖୋଜୁଥିଲା ଯେଉଁଠି ତାକୁ କିଏ ସ୍ଥାନ ଦେଇପାରିବ। ତେଣୁ ତୁମେ କର୍ମବନ୍ଧନ, ଆତ୍ମା ଯେଉଁ କର୍ମବନ୍ଧନ ଭୋଗ କରୁଛି, ନିଜକୁ ନୁହେଁ, କର୍ମବନ୍ଧନ ନୁହେଁ, ଇଏ ଆତ୍ମାର ଖେଳ। ଅନ୍ୟ ଦୃଷ୍ଟିରେ ଦେଖିଲେ ଏ ଯେଉଁ ଯିବା ଆସିବା ପଥଟା, ଏ ଗୋଟେ ଖେଳ। ଯେଉଁ ଜଗନ୍ନାଥ ମହାପ୍ରଭୁ ଆସୁଛନ୍ତି ଗୁଣ୍ଡିଚାକୁ, ତାଙ୍କର ଗୋଟେ ବର୍ଷରେ ଖେଳ, ରଥ ଚାଲିବ, ରଥରେ ବସିବେ, ଲୋକମାନେ ଟାଣିବେ, ହୋ ଭଗତ ହୋ କହିବେ, ଇଏ ଗୋଟେ ଆନନ୍ଦ ତା ଭିତରେ। ଆଉ ତୁମେ ଭାବୁଛ ଜଗନ୍ନାଥ ମିଛରେ ଅଛନ୍ତି କି? ଜଗନ୍ନାଥ ଅଛନ୍ତି, ତାଙ୍କର ଏଇଟା ଲୀଳା ଖେଳା, ତାଙ୍କୁ ଆନନ୍ଦ ଲାଗୁଛି ରଥରେ ଯିବା ପାଇଁ। ବାହାର ଗମ୍ବୁଜ ଭିତରେ ରହିକି ନା ଖେଳ ପଡ଼ିଆ ଅଛି, ନା ମାଛ ଅଛି, ନା ପୋଖରୀ ଅଛି, ନା କ'ଣ ଅଛି, କିଛି ନାହିଁ। ମନ୍ଦିର ଗମ୍ଭୀର ଭିତରେ ବସି ଅଛି, କ'ଣ କରିବେ? ପୁଣି ତ ବୁଲିବେ ନା ନାହିଁ। ବୁଲି ହେଲେ ଶହ ଶହ ହଜାର ହଜାର କୋଟି କୋଟି ଲୋକ ଆସି ଦେଖିବାକୁ ପହଞ୍ଚିଗଲେ, ଲକ୍ଷ ଲକ୍ଷ ଲୋକ, ତାଙ୍କୁ ଆନନ୍ଦ ଲାଗୁଛି। ପଣ୍ଡାମାନେ ପେଲୁଛନ୍ତି, ଉଠଉଛନ୍ତି, ବସଉଛନ୍ତି, ହସଉଛନ୍ତି, ସିଏ ଗୋଟେ ଆନନ୍ଦ। ସେମିତି ତୁମେ ମନେକର ଗୋଟେ ବ୍ରହ୍ମ ହେଇକିରି ବସିଥାନ୍ତ, କ'ଣ ଲାଭ ହେଇଥାନ୍ତା? ବ୍ରହ୍ମର ତ ପୁଣି ଯିବା ଆସିବା ଅଛି କି ନାହିଁ, ଆସିବ କି ନାହିଁ, ବୁଲିବ କି ନାହିଁ, ଖେଳିବ କି ନାହିଁ। ଏଇ ଯେଉଁ ସୃଷ୍ଟିର ବିଭୋର ସୃଷ୍ଟି କରି ଦିଆହେଇଛି ବ୍ରହ୍ମ ପାଇଁ, ବ୍ରହ୍ମ ଏଠି ରହିବ, ଆସିବ, ଯିବ, ଖେଳିବ, ବସିବ,
ନହେଲେ ବ୍ରହ୍ମ ରାଜା ଯେମିତି ରାଜାଙ୍କର କିଛି ନାହିଁ, ରାଜାର କି ଲାଭ କ'ଣ ଅଛି? ସେମିତି ବ୍ରହ୍ମ ଅଛି ମାନେ ପ୍ରକୃତି ଅଛି, ବ୍ରହ୍ମ ଅଛି ମାନେ ପୃଥିବୀ ଅଛି, ତାର ଲୀଳାଖେଳା କରିବା ପାଇଁ। ତୁମେ କେବେ ଥରେ ଚିନ୍ତା କରିଛ, ମୁଁ ଯଦି ଜନ୍ମ ନ ହେଇଥାନ୍ତି, ମୁଁ ଯଦି ନ ହେଇଥାନ୍ତି କ'ଣ ହେଇଥାନ୍ତା? ମୁଁ ତ ଅଛି ନା, ମୋ ପାଇଁ ଏଗୁଡ଼ା ସବୁ ଅଛି। ତୁମ ନିଜ ଜମିବାଡ଼ି ଭାଗ ବାଣ୍ଟ କରୁଛ, କାହିଁ ସୂର୍ଯ୍ୟକୁ ଭାଗ ବାଣ୍ଟ କରୁନ? ପବନକୁ ଭାଗ ବାଣ୍ଟ କରୁନ? ଯେ ଏଇଟା ଅଂଶ ମୋର, ସେଇଟା ଅଂଶ, ସୂର୍ଯ୍ୟର ଏତିକି ଅଂଶ ମୋର ନା। ସେ ୟୁନିଭର୍ସାଲ, ସେଠି ଭାଗ ହେଇପାରିବନି, ସେ ଜିନିଷ ବଣ୍ଟା ଯାଇପାରିବନି, ଆକାଶକୁ ବାଣ୍ଟି ପାରିବନି। ଅବଶ୍ୟ କେଉଁ ଦେଶ କହୁଛି ଏଇଟା ମୋ ଆକାଶ, କେହି ଉଡ଼ାଣ ଗଲେ ଗଳି ପକାଉଛି, ତାକୁ ଫାୟାରିଂ କରି ଗଳି ପକାଉଛନ୍ତି। ଆକାଶକୁ କେହି ବାନ୍ଧି ପାରିବେନି, କେହି ଭାଗ କରିପାରିବେନି। ସୂର୍ଯ୍ୟର ଲାଇଟ୍ କେହି ଭାଗ କରିପାରିବେନି, ପବନକୁ କେହି ଛିଡ଼େଇ ନେଇପାରିବେନି। ଏମିତି ଜିନିଷ ସବୁ ତିଆରି ହେଇକି ରଖିଦିଆଯାଇଛି ଆତ୍ମଦେବଙ୍କୁ ସ୍ମୃତି ନିମନ୍ତେ, ତାଙ୍କର ଆବଶ୍ୟକତା ପାଇଁ। ଯେମିତି ଗୋଟେ ଜୀବର ନିଶ୍ୱାସର ଆବଶ୍ୟକତା ଅଛି, ପବନର ଆବଶ୍ୟକତା ଅଛି, ପ୍ରାଣର ଆବଶ୍ୟକତା ଅଛି, ସେମିତି ବ୍ରହ୍ମର ମଧ୍ୟ ପ୍ରକୃତିର ଆବଶ୍ୟକତା ଅଛି। ତୁମେ ଖେଳିବ, କାହା ସହିତ ଖେଳିବ? କେତେଟା ପିଲା ଆସିଲେ ସିନା ତୁମେ ସାଙ୍ଗ ହେଇକି ଖେଳିବ, ମଜା ଲାଗିବ। ଆଉ ଏକୁଟିଆ କେମିତି ଖେଳିବ? ଗୋଟେ ଉଚ୍ଚ ଶ୍ରେଣୀର ପିଲାଟା ରହିଛି, ସର୍ବୋଚ୍ଚ ଧନର ପ୍ରଭାବଶାଳୀ ଲୋକ, ତାର ଗୋଟେ ପୁଅ ଅଛି, ସବୁ ପ୍ରକାର ଖେଳଣା ଦିଆହେଇଛି ତାକୁ, ବ୍ୟାଟ୍ ଦିଆହେଇଛି, ବେଲୁନ୍ ଦିଆହେଇଛି, ହାରମୋନିୟମ୍ ଦିଆହେଇଛି, ସେ ଘରେ ଭର୍ତ୍ତି ହେଇଛି ଖେଳ। ସେ ସେଇ ଖେଳଟା ଦେଖୁଛି, ହୁଇଲ୍ ଚେୟାରରେ ବସିଛି, ସବୁ କିଛି ଖେଳୁଛି। କିନ୍ତୁ ତା ଆଗରେ ରାସ୍ତାରେ ଆଉ ଗୋଟେ ପିଲା ଖେଳୁଛି, ସବୁଦିନ ଆସେ ଖେଳେ 4ଟା ବେଳେ, ବ୍ୟାଟ୍ଟି ଆଣେ, ତା ସହିତ କେତେ ଗୁଡ଼ିଏ ପିଲା ଆସନ୍ତି, ଖେଳନ୍ତି ସାଙ୍ଗ ହେଇକି, ଆରାମରେ ଧୂଳି ଧୂସର ହେଇ ଖେଳନ୍ତି, କିଛି ନାହିଁ ତାଙ୍କ ପାଖରେ ଖେଳନା। ଖେଳିକି ଯିବେ, କପଡ଼ାରେ ଗୋଲ ପେଣ୍ଡୁ କରିଦେଇଥିବେ, ବଲ୍ ତିଆରି କରିଦେଇଥିବେ, କପଡ଼ାରେ ଗୁରେଇ ଗୁରେଇ ଗୋଟେ ବଲ୍ ହେଇଗଲା, ଗୋଡ଼ରେ ତାକୁ ଚଲାଉଥିବେ, ଧୂଳି ଧୂସର, କେତେ ଆନନ୍ଦରେ ଗଡ଼ି ଯାଉଥିବେ, ଶୋଇପଡ଼ୁଥିବେ, ନାଚୁଥିବେ, ଡେଉଁଥିବେ। ଇଏ କିନ୍ତୁ ହଜାର ହଜାର ଖେଳନା ଅଛି ଆ ପାଖରେ, ଇଏ ଖାଲି ଅନେଇଛି ତାକୁ ଯେ ମୁଁ ସେଠି ସେମିତି ଖେଳନ୍ତି। ଖେଳିବାକୁ ଯାଇପାରୁନି, ରେଷ୍ଟ୍ରିକ୍ସନ୍ ଅଛି ବାପା ମାଙ୍କର, କାରଣ ଇଏ ଉଚ୍ଚ ଶ୍ରେଣୀର ପିଲା ନା, ଉଚ୍ଚ ଶ୍ରେଣୀର ଧନୀଶାଳୀ ପିଲା, ଇଏ କାହିଁ ଯିବେ ଛୋଟ ଛୁଆଙ୍କ ସହିତ ଖେଳିବା ପାଇଁ? ଧୂଳି ଧୂସର, ତାଙ୍କର କାଷ୍ଟ କିଛି ନାହିଁ, କି ଜାତିଭେଦ, ସବୁଯାକ ଲୋ ରହିଛି। ତେଣୁ ଇଏ ନିଜକୁ ଅତି ଉନ୍ନତ ଭାବିକିରି ପିଲାକୁ ଛାଡ଼ୁନି ତାଙ୍କ ସହିତ ଖେଳିବା ପାଇଁ। ଦେଖନ୍ତୁ, ଏଠି ଧନର ଜୀବନ ଅଛି, ସେଠି କିଛି ନାହିଁ, ସେଠି ଜୀବନ ଅଛି। ଆନନ୍ଦ କେଉଁଠି ଅଛି? ଯେଉଁଠି ପିଲା ସ୍ୱତନ୍ତ୍ର ଭାବରେ ଖେଳି ଜାଣିଛି, ରାସ୍ତାରେ ଖେଳୁଛି, ଗଡ଼ୁଛି, ଉଠୁଛି, ତାକୁ ଆନନ୍ଦ ଲାଗୁଛି। ଇଏ ବିଚରା ଦେଖୁଛି ସବୁ ଅଛି କିନ୍ତୁ କିଛି ନାହିଁ। ତେଣୁ ଆନନ୍ଦ କେଉଁଠି ଅଛି ନା, ଯେଉଁଠି ସାମୂହିକ ଭାବରେ ସମସ୍ତେ ଥିବେ, ଗୋଟେ ମଇଦାନ ଥିବ, ପିଲାମାନେ ଥିବେ, ସେଠି ଆନନ୍ଦ ଲାଗିବ ଖେଳରେ। କିନ୍ତୁ ଏ ଘରେ ଯେତେ ଖେଳନା ଦେଲେ ବି କୋଟି କୋଟି ଟଙ୍କାର, ସେ ଆନନ୍ଦ ଦେବନି। ସେମିତି ଆତ୍ମା ଅଛି, ଆତ୍ମାର ଇଏ ସବୁ ପ୍ୟାଭିଲିୟନ୍ ଅଛି, ଖେଳ ପଡ଼ିଆ ଅଛି, ପୃଥିବୀ ଖେଳ ପଡ଼ିଆ, ସେ ଆସିବ ହିଁ ଆସିବ, ଖେଳିବ। ସେ ଯେଉଁ ଆନନ୍ଦ ପାଇବ, ଆଉ ଉପରେ ବସିକି ଯେଉଁ ହୁଇଲ୍ ଚେୟାରରେ, ବା ସେଇଠି ସବୁଯାକ ଖେଳନା ମିଳିଥାନ୍ତା ତୁମକୁ ସ୍ୱର୍ଗରେ, ତୁମେ କ'ଣ ଆନନ୍ଦ ପାଇଥାନ୍ତ କି? ଭଲ ଭାବରେ ବୁଝନ୍ତୁ ଏ କଥା, ବିଚାର କରନ୍ତୁ, ଜାଣିପାରିବେ ଆତ୍ମାର ରହସ୍ୟ କ'ଣ, କାହିଁକି ଆସୁଛି ପୃଥିବୀକି, କେଉଁଥିପାଇଁ ଆସୁଛି। ପୁଣି ଏମିତି ପ୍ରୋଭିଜନ୍ ଅଛି, ପୁଣି ଫେରିଗଲା ପରେ ତୁମର ସହୋଦରମାନେ ଅପେକ୍ଷା କରିଥିବେ, ଯିଏ ଆଗରୁ ଗଲେଣି ସିଏ ଅପେକ୍ଷା କରି ବସିଥିବେ, ଏଇ ତ ମୋ ପୁଅ,
ଇଏ ତ ମୋ ଝିଅ, ଇଏ ତ ମୋ ବାପା, ଇଏ ତ ଜେଜ ଅଜା, ଗୋଟେ ଟିମ୍। ଏହି କେତେ ସୁନ୍ଦର ପରିକଳ୍ପନା ଦେଖନ୍ତୁ ତ। ଏଠି ଏଠି କେହି ଯିବେନି ତୁମ ସହିତ, କାହିଁକିନା ଲୋଭବଶତ ଅଛନ୍ତି। ଅବଶ୍ୟ ମାଦ୍ରୀ ଝାସ ଦେଇଥିଲା କାର ପାଣ୍ଡୁ ସହିତ, ସେ ମରିଗଲା, ଏ ମରିଗଲା। କେତେଜଣ ମରୁଛନ୍ତି ସେମିତି। ତେଣୁ ତୁମେ ଗଲେ କେହି ଯିବେନି, ସୁନୁଟାକୁ କେହି ଯିବେନି। ତୁମକୁ ପୋତିବାରେ ବ୍ୟସ୍ତ, ପୋଡ଼ିବାରେ ବ୍ୟସ୍ତ, ସେଣେ ଚୁଡ଼ା ଗୁଡ଼ ଚକଟିବାରେ ବ୍ୟସ୍ତ। କେମିତି ଶବ ଦାହ କରି ଆମେ ଯିବୁ ଖାଇବୁ। କ'ଣ କରିଥିଲା ଏ ଲୋକଟା, ମରୁନି, ପୋଡ଼ୁନି, ପୋଡ଼ୁନି, ବହୁତ ସମୟ ଲାଗିଲାଣି। ବେଳେ ବେଳେ କିରୋସିନ ପକେଇଦେବେ ତମକୁ ଜାଳିବା ପାଇଁ, ବେଳେ ବେଳେ ମଦ ମଧ୍ୟ ଢାଳିଦେବେ ତମଠୁ। ଘିଅ କଥା ଛାଡ଼, ଚନ୍ଦନ କାଠ ଛାଡ଼, ଭାଗ୍ୟରେ ଥିଲେ ମିଳିବ, ନହେଲେ ନାହିଁ। ମଦ ପକେଇକିରି ବି ତମକୁ ପୋଡ଼ିଦେବେ। ମରିଯାଉ ଶୀଘ୍ର, ଆମେ କେମିତି ଘରକୁ ଯିବୁ। ତୁମେ ନିରାଶୟ, ନିବସ୍ତ୍ର, କୁଆଡ଼େ ଯିବ? ନା ଘର ଅଛି ନା ଦ୍ୱାର ଅଛି। କିଏ ତୁମ ସହିତ ଅଛି? ସେଇ ଆତ୍ମା ଅଛି, ଯିଏ ପୂର୍ବରୁ ଥିଲା, ନେଇକିରି ଆସିଛି, ଏବେ ବି ଅଛି, ସେବେ ବି ଥିବ। ଯଦି କିଛି ପ୍ରଣାମ କରିବାକୁ ଅଛି ତ ସବିତୁ ବରେଣ୍ୟ, ସବିତା ଅର୍ଥ ସୂର୍ଯ୍ୟ ନୁହେଁ, ସବିତା ଅର୍ଥ ଆତ୍ମା, ତାକୁ ବରେଣ୍ୟ ଯୋଗ୍ୟ, ସିଏ ବରେଣ୍ୟ, ତାକୁ ନମସ୍କାର କର। ଆତ୍ମଦେବଙ୍କୁ ପ୍ରାଣରୁ ଅଧିକା ଭଲ ପାଅ। ଯଦି କିଛି ତୁମର ଧନ ଥାଏ, ରତ୍ନ ଥାଏ, ସିଏ ହେଉଛି ଆତ୍ମଦେବ। ରାମ ରତନ ଧନ ପାଓରେ, କବୀର କହିଲେ, ରାମ ରତନ ଧନ ପାଓରେ। ରାମ କିଏ? ସେ ଆତ୍ମା ରାମ କଥା ସେ କହିଛନ୍ତି, ରାମ ରତନ ଧନ ପାଓରେ। ରତନ ଧନ, ସମସ୍ତଠୁ ବଡ଼ ଧନ ହେଉଛି ଆତ୍ମା। ନା କାହାକୁ ମିଳିଛି, ତେଣୁ ସେଇଟାକୁ ପ୍ରାପ୍ତ କରିବା ପାଇଁ ପ୍ରୟାସ ଜାରି ରଖ। କେତେ ତ ଜନ୍ମ ଗଲାଣି ନା। ତମେ ବଡ଼ ଗୋଟେ ଫିଲ୍ମ ଆର୍ଟିଷ୍ଟ ହେଇଥିଲେ କ'ଣ ଭଲ ହେଇଥାନ୍ତା ଭାବୁଛ କି? ଶାହରୁଖ ଖାନ ଭଳିଆ, ଅମିତାଭ ବଚ୍ଚନ ଭଳିଆ? ନା, ମୁଁ ପସନ୍ଦ କରୁନି ସେ ଆର୍ଟିଷ୍ଟ ହେବାକୁ ମୁଁ ପସନ୍ଦ କରୁନି କେବେ। ମୋଦି ଭଳି ପ୍ରାଇମ୍ ମିନିଷ୍ଟର ହେଇଥିଲେ ଭଲ ଲାଗିଥାନ୍ତା, ନରସିଂହ ରାଓ ଭଳି ପ୍ରାଇମ୍ ମିନିଷ୍ଟର ହେଇଥିଲେ ଭଲ ଲାଗିଥାନ୍ତା, ଇନ୍ଦିରା ଗାନ୍ଧୀ ପରି ପ୍ରାଇମ୍ ମିନିଷ୍ଟର ହେଇଥିଲେ କ'ଣ ଭଲ ଲାଗିଥାନ୍ତା? କେବେ ନୁହେଁ। ଜଣେ ଯୋଗୀ ଏଗୁଡ଼ା ପସନ୍ଦ କରିବ। ବିରାଟ ସାଇଣ୍ଟିଷ୍ଟ ହେଇଥାନ୍ତା, କ'ଣ ତୁମକୁ ପସନ୍ଦ ଲାଗିଥାନ୍ତା ଆତ୍ମଜ୍ଞାନ ଠାରୁ, ଜଣେ ଯୋଗୀ ଠାରୁ? କେବେ ନୁହେଁ। ହଁ, ଜନକ ଭଲ ଲାଗିଥାନ୍ତେ, ବୁଦ୍ଧ ଭଲ ଲାଗିଥାନ୍ତେ, ଯେହେତୁ ତାଙ୍କ ଭିତରେ ଆତ୍ମଜ୍ଞାନ ଅଛି, ସେମାନେ ଯୋଗୀ। ନହେଲେ କୃଷ୍ଣ କ'ଣ ମାଦକ ଦ୍ରବ୍ୟ ସେବନ କରି କହୁଥିଲେ ତୁମେ ଯୋଗୀ ହେଇଯା? କେବେ ନୁହେଁ। ରାଇଟ୍ ଆନ୍ସର ଥିଲା ତାଙ୍କ ପାଖରେ, ତସ୍ମାତ୍ ଯୋଗୀ ଭବ ଅର୍ଜୁନ, ତୁ ଯୋଗୀ ହୋ। ଯୋଗସ୍ଥ କୁରୁ କର୍ମାଣି ସଂଘଂ ତ୍ୟକ୍ତ୍ୱା ଧନଞ୍ଜୟ। ତୁ ଯୋଗ କର। ଗୀତାର ଉପଦେଶ, ଭାଗବତର ଉପଦେଶ, ପୌରାଣିକ ଗାଥା, ବେଦ ଉପନିଷଦ ସବୁ ଗୋଟିଏ କଥା କହିଛନ୍ତି, ଅହଂ ବ୍ରହ୍ମାସ୍ମି। ତୁମେ ସେଇ ବ୍ରହ୍ମ, ତୁମେ ସେଇ ବ୍ରହ୍ମ। ତୁମର ପରିଚୟ କେବେ ଶରୀର ନୁହେଁ। ଏ ଶରୀର ଭେରିଏବୁଲ ହେଉଛି। କାଲି ଯେଉଁ ଡିସିସନ୍ ନେଇছে ଆଜି ବି ଚେଞ୍ଜ ଭେରିଏସନ୍ ହେଉଛି ତୁମ ଭିତରେ, ମାନେ ଭାବନାର ପରିବର୍ତ୍ତନଶୀଳ। ଯଦି ଗୋଟିଏ କନଷ୍ଟାଣ୍ଟ ଭାବନାରେ ତୁମେ ରୁହନ୍ତ, ତାହେଲେ ସମାଧି ହେଇଯାଆନ୍ତ ସାଙ୍ଗେ ସାଙ୍ଗେ। ତୁମେ ଆଜି ଡିସିସନ୍ ନେଉଛ ମୁଁ ଯୋଗ କରିବି, କାଲି କହୁଛ ହଁ କରିବା, ଦେଖିବା, ଆଗେ ଏଇଟା ଷ୍ଟାର୍ଟ ହେଇଯାଉ, କଳଘରଟା, ଇଣ୍ଡଷ୍ଟ୍ରିଟା ଷ୍ଟାର୍ଟ ହେଇଯାଉ, ବସ୍ଟା ପଳେଇ ଆସୁ,
ଘରଟା ଶୁଭ ଦିଆ ହେଇଯାଉ, ଝିଅ ବାହାର ହେଇଯାଉ, ପୁଅ ଚାକିରି କରୁ। ନା, ଇଏ ସବୁ ଭାରିଏବଲ ଡିସିସନ୍। ଏସବୁ ଏ ଯେଉଁ ଡିସିସନ୍ଟା ତୁମକୁ ନଷ୍ଟ କରିଦେଉଛି ଆସ୍ତେ ଆସ୍ତେ। ତୁମେ କହୁନ ଆଗେ ମୁଁ ସାଧନ କରିବି ତାପରେ ଝିଅ ବାହାର କରିବି। ଆଗେ ମୁଁ ବସେ, ଆଜି ପ୍ରେଜେଣ୍ଟଟା ମୋ ପାଇଁ, ଆଜି ରାତିଟା ମୋର। ସେଥିପାଇଁ ମୁଁ କହିଛି ଡିଟରମିନେସନ୍ ହୁଅ, ଷ୍ଟ୍ରଙ୍ଗ ଡିଟରମିନେସନ୍, ଦୃଢ଼ ନିଷ୍ପତ୍ତି କର ମୁଁ କ'ଣ କରିବି। ତୁମେ ଆସିଛ ବାରମ୍ବାର ଚିନ୍ତା କର ମୋ କଥାକୁ। ତୁମେ ଆସିଛ, ଫେରିଯିବ ମଧ୍ୟ, କିଛି ନେବନି। ଖାଲି ହାତରେ ଫେରିବ କାହିଁକି? ଯମ ତ ଅପେକ୍ଷା କରିଛି ନା ଉପରକୁ। ତୁମେ ଗଲା ମାନେ ହିଁ ଯଦି କ'ଣ କରିଛ ନିଜର ସ୍ୱରୂପ ପାଇନ, ସେ ନେଇକି ତୁମକୁ କ'ଣ କ'ଣ କରିବ। କି ଦୁଃଖ, କି ଯନ୍ତ୍ରଣା। ନା କେହି ଥିବେ, ବାପା ଥିବ ନା, ଏଠି ବାପା ମାଆକୁ ଡାକି ପାରୁଛ, କ'ଣ ଝୁଣ୍ଟିଲେ କ'ଣ ବାପା ଲୋ ବୋଉ ଲୋ, ଓ ସେଠି ତ କେହି ନଥିବେ। ଯମ ଯେ ନ ଜାଣଇ ବାଳୁତ ଯୁବା, ସିଏ ଜାଣିନି, ସିଏ ଗୋଟେ ପ୍ରୋଜେକ୍ଟରେ ରହି ତାଙ୍କୁ ଦାୟିତ୍ୱ ଦିଆହେଇଛି ଯମକୁ ଏଇ କାମ କରିବା ପାଇଁ। ଆଉ ତୁମେ ତ ଏଠି ଗଲା ପରେ, ଏ ପୃଥିବୀ ଛାଡ଼ିଲା ପରେ କୁଆଡ଼େ ତ ଯିବ, କୋଉଠି ତ ସ୍ଥାନ ଅଛି ନା ନାହିଁ। ଏଠୁ ଛାଡ଼ିବାକୁ ପଡ଼ିବ, ପୁଣି ଆସିବାକୁ ପଡ଼ିବ। ତେଣୁ ଜବରଦସ୍ତ ଭାବରେ ଚିନ୍ତା କର ମୁଁ କ'ଣ କରିବି, ମୋର ଏଇଠି ଶେଷ କରିବା। ଡ୍ୟୁଟି ଯଦି କିଛି ଅଛି ମୋତେ ସମାପନ କରିବାକୁ ହେବ। ସେଇଟା ହେଉଛି ଆତ୍ମଦର୍ଶନ, ନିଜକୁ ଖୋଜି ପାଇବା, ନିଜକୁ ଖୋଜି ପାଇବା। ତେଣୁ ପୃଥିବୀର ରଙ୍ଗମଞ୍ଚ, ଇଏ ଗୋଟେ ରଙ୍ଗମଞ୍ଚ। କିଏ କହିଥିଲେ, ଆମର ଜଣେ ଦାର୍ଶନିକ କହିଥିଲେ, ୱାର୍ଲଡ ଇଜ୍ ଷ୍ଟେଜ୍, ୱାର୍ଲଡ ଇଜ୍ ଏ ଷ୍ଟେଜ୍, ଏ ପୃଥିବୀ ଗୋଟିଏ ଷ୍ଟେଜ୍। ପ୍ରତ୍ୟେକ ମଣିଷ ଜଣେ ଜଣେ ଆକ୍ଟର। ଏଠି ଆସିଛ ଆକ୍ଟିଂ କରିବା ପାଇଁ। ପୃଥିବୀ ଯଦି ଗୋଟେ ଷ୍ଟେଜ୍ ହୁଏ, ସେକ୍ସପିୟର କହିଥିଲେ ପୃଥିବୀ ଗୋଟେ ଷ୍ଟେଜ୍, ୱାର୍ଲଡ ଇଜ୍ ଏ ଷ୍ଟେଜ୍, ମ୍ୟାନ୍ ଇଜ୍ ଏ ଆକ୍ଟର। ମଣିଷ ଗୋଟେ ଗୋଟେ ଆକ୍ଟର, ଆକ୍ଟ୍ରେସ୍। ଆଉ ଗଡ୍ ହେଉଛନ୍ତି ଡିରେକ୍ଟର, ଭଗବାନ ଡିରେକ୍ଟର, ଡାଇରେକ୍ସନ୍ ଦେଉଛନ୍ତି। ଆଉ ପ୍ରତ୍ୟେକ ମଣିଷର ଆସିବାର ଅଛି, ଯିବାର ଅଛି, ଫେରିବାର ଅଛି, ପ୍ରବେଶ ଅଛି, ପ୍ରସ୍ଥାନ ଅଛି। କେତେ ସୁନ୍ଦର କଥା କହିଥିଲେ। ପ୍ରତ୍ୟେକ ମଣିଷର ଆସିବାର ଅଛି, ପ୍ରବେଶ କରିବାର ଅଛି, ପୁଣି ପ୍ରସ୍ଥାନ କରିବାର ଅଛି। କେହି ରହି ନାହିଁ, ରହିବେ ନାହିଁ। ହଁ, ଭବରଙ୍ଗ ଭୂମି ତଳେ ସମସ୍ତେ ନିଜର ରାଧାନାଥ। ତୁମକୁ ଯିବାକୁ ପଡ଼ିବ। ଯଦି ରହିବାର ଥାନ୍ତା ପରମାନେଣ୍ଟ, ତାହେଲେ କିଛି ନକର ଚଳିବ, ତୁମକୁ ଯିବାକୁ ପଡ଼ିବ। ଆସିଛ ଯିବ। ଏଇଟା ବାରମ୍ବାର ତୁମ ଭିତରେ ଜାଗୃତ ହଉନି କେବେ? ଯାହାର କିଛି ନଉଥିଲା ଟିକେ ଟିକେ ହଉଛି, ଆରେ ମୋତେ ତ ଛାଡ଼ିବାକୁ ପଡ଼ିବ ନା, ମୋତେ ଯିବାକୁ ପଡ଼ିବ। କିନ୍ତୁ ତୁମ ମନ ଭିତରେ ଏବେ ଭାବନା କର, ତୁମେ ଯାହା ଯୋଉ ଠିକ୍ ଅଛ, ତୁମେ ଶବର କୂଳେ ଜାତ ହୋ କି ବ୍ରାହ୍ମଣ କୂଳେ ଜାତ ହୋ, ତୁମେ ଏସଟି ହୁଅ କିମ୍ବା ଏସସି ହୁଅ, ତୁମେ ଏଜୁକେଶନାଲ ବ୍ୟାକୱାର୍ଡ ହୁଅ କି ଟୋଟାଲ ବ୍ୟାକୱାର୍ଡ ହୁଅ, ଯୋଉ ଜାତିର ଥାଅ, ଯୋଉ ସମ୍ପ୍ରଦାୟର ଥାଅ, ଯୋଉ ଧର୍ମର ଥାଅ, ଯୋଉ ଜେଣ୍ଡରରେ ଥାଅ, ମାନେ ସ୍ତ୍ରୀଲିଙ୍ଗ ହଉ ପୁଲ୍ଲିଙ୍ଗ ହଉ, ଯୋଉ ସ୍ତରରେ ଥାଅ, ତୁମେ ମୂର୍ଖ ହେଇଥାଅ, ପାଠୁଆ ବି ହେଇଥାଅ, ଧନୀ ହେଇଥାଅ, ନିର୍ଦ୍ଧନୀ ବି ହେଇଥାଅ, ହାଭ୍ ନଟ୍, ଯେକୌଣସି ସ୍ତରରେ ତୁମେ ଥାଅ, ତୁମର ଅଧିକାର ଅଛି, ତୁମେ ସାଧନ କରିପାରିବ, କେହି ତୁମକୁ ଛଡ଼େଇ ପାରିବେନି।
କେହି ତୁମକୁ ଛଡ଼େଇ ପାରିବେନି। ସାଧନର କରିବାର ଅଧିକାରରୁ କେହି ଛଡ଼େଇ ପାରିବେନି ଯଦି ତୁମେ ଚାହିଁବ। ତେଣୁ ଏଠି ଧନୀ ନିର୍ଦ୍ଧନୀର କିଛି ତାରତମ୍ୟ ନାହିଁ। ତେଣୁ ଇଏ ବି ଗୋଟେ ଭଗବାନଙ୍କର କଳ୍ପନା ନୁହେଁ କି? ଯିଏ ଯେଉଁ ସ୍ତରରେ ସାଧନ କରିପାରିବ, ନିଜକୁ ପାଇପାରିବ, ନିଜ ଭିତରକୁ ଦେଖିପାରିବ, ନିଜର ସତ୍ତାକୁ ଅନୁଭବ କରିପାରିବ। ତେଣୁ ଉଠ, ଉତ୍ତିଷ୍ଠିତ ଜାଗ୍ରତ, ଉଠ। ନିଜକୁ ଦେଖିବା ପାଇଁ ପ୍ରୟାସ ଜାରି ରଖ। ଡେରି ହଉ କିଛି ନାହିଁ, ପ୍ରୟାସ ଜାରି ରହିଥାଉ। ପ୍ରୟାସ ଜାରି ରହିଲେ ସବୁ କିଛି ସମ୍ଭବ। ଅଭ୍ୟାସ ବୈରାଗ୍ୟ, ଅଭ୍ୟାସ ବୈରାଗ୍ୟ ହେଲେ ସବୁ କିଛି ସମ୍ଭବ। ହବନି କାହିଁକି? ହଉ, ଟାଇମ୍ ତ ହେଲାଣି 1:15। ମତାମତ ଗୋଟେ କଥା ହଉଛି, ଆତ୍ମା ତ ଅକର୍ତ୍ତା ଆଉ ଶରୀର ତ ଜଡ଼। ପ୍ରକୃତରେ ମରେ କିଏ? ମୃତ୍ୟୁ ଲାଭ କିଏ କରେ? ଆତ୍ମା ତ ମୃତ୍ୟୁ ଲାଭ କରେ ନାହିଁ, ନିଆଁ ତାକୁ ଜାଳି ପାରିବନି। ଶରୀର ତ ଜଡ଼, ମୃତ୍ୟୁ ଲାଭ କରେ କିଏ? ପୁଣି ଆସେ କିଏ? ନିଜେ ଆସ, ନିଜେ ଯାଅ। ଯିଏ ଅନୁଭବ କରୁଛି ସେଇ ଆସେ, ସେଇ ଯାଏ। ଅନୁଭବୀ ପୁରୁଷ। ତୁମେ ଯେମିତି ନିଜକୁ ମେହସୁସ କରୁଛ, ମୁଁ ଶୁଣୁଛି, ମୁଁ ବସୁଛି, ମୁଁ ଖାଉଛି, ସେଇ ବ୍ୟକ୍ତି ଅନୁଭବ କରିବ। ଶରୀର ଜାଣିପାରିବନି। ଶରୀର ଜଡ଼ ଯାହା କହିଲ, ଶରୀର ଜଡ଼। ଆତ୍ମା ତ ସାରଥି। ଆତ୍ମାର କିଛି ନେଣଦେଣ ନାହିଁ, କିନ୍ତୁ ନେଣଦେଣ ତୁମର। ମୁଁ ସତ୍ତା ଯୋଉ ମୋର ଭାବ ପରିବର୍ତ୍ତନ ହେବା ଦରକାର। ତୁମ ଉପରେ କିଏ ମୁକୁଟ ଚଢ଼େଇଦେଲେ କହୁଛ ମୁଁ ରାଜା, ସେଇଠି ଭାବନା ଦରକାର ମୁଁ ରାଜା ନୁହେଁ, ମୁଁ ଆତ୍ମା। ତମକୁ କିଏ ଗୋଟେ ଝାଡ଼ୁ ଦେଇଦେଲା, ଝାଡ଼ୁ ମାର, ତମେ କହୁଛ ମୁଁ ଚାକର। ସେଇଠି ଭାବନା କରିବା ଦରକାର, ନାଇଁ ମୁଁ ଚାକର ନୁହେଁ, ମୁଁ ଆତ୍ମା। ଡ୍ରାଇଭର ଯେତେବେଳେ ଗାଡ଼ି ଚଲାଉଛ, ଡ୍ରାଇଭର ରୂପ ନେଇଯାଉଛ। ପାଠ ପଢ଼ୁଛ, ଷ୍ଟୁଡେଣ୍ଟ ହେଇଯାଉଛ। ପରୀକ୍ଷା ହେଲେ ପରୀକ୍ଷାର୍ଥୀ ହେଇଯାଉଛ। ଘରେ ମାଲିକ ହେଇଯାଉଛ, ସ୍ୱାମୀ ହେଇଯାଉଛ, ସ୍ତ୍ରୀ ହେଇଯାଉଛ, ପୁଅ ହେଇଯାଉଛ। ଏ ଭାବ ନଷ୍ଟ କରି ସଦାବେଳେ ଭାବନା ଆଣ ଯେ ନାଇଁ ଏଗୁଡ଼ା ମୁଁ କିଛି ନାହିଁ, ଏସବୁ ନୋମିନାଲ, ମୁଁ ବାସ୍ତବରେ ଆତ୍ମା। ତାହେଲେ ଏ ଜ୍ଞାନ ଉଦୟ ହେବ ତୁମ ଭିତରେ। ଏ ଜ୍ଞାନର ମସଲା ଧରିକି ଉପରକୁ ଉଠିବ ଦିନେ। ଯମ ତୁମକୁ ଦେଖି ଡରିଯିବ। ଯମ କ'ଣ କରିବ? ନା ଇଏ ଆତ୍ମଜ୍ଞାନୀ ପୁରୁଷ ହେଲେଣି, ନିଜକୁ ଜାଣିଛନ୍ତି। ଯମକୁ ତ ଗୋଟେ ଡ୍ୟୁଟି ଦିଆହେଇଛି, କିନ୍ତୁ ଆତ୍ମାକୁ ଡ୍ୟୁଟି ଦିଆହେଇନି। ତୁମେ ସ୍ୱୟଂ ଆତ୍ମ ସ୍ୱରୂପରେ ପହଞ୍ଚିଯିବ ସେଠି। ହଉ, ଏବେ ମତାମତ ରଖିବା କି କୁହନ୍ତୁ କ'ଣ କହିବେ ୟା ଉପରେ। ସମୟ ହେଇଯାଇଛି, ଆମେ 10-15 ମିନିଟ୍ ନେବା। ଅଳ୍ପ ଅଳ୍ପ ସମୟ କୁହନ୍ତୁ। ଗୁରୁଜୀ ଆଜି ଯୋଉ ଆତ୍ମଦେବଙ୍କ ଗଭୀରତମ ପ୍ରଦେଶ ବିଷୟରେ ବୁଝେଇଥିଲେ, ବହୁତ ବଢିଆ ଲାଗିଲା। ଆଉ ଯଦି ସୃଷ୍ଟି ତତ୍ତ୍ୱ ବିଷୟରେ ଟିକେ ବୁଝାନ୍ତେ ଆମକୁ ସହରରେ ଆଉ ଟିକେ ଭଲ ହୁଅନ୍ତା, ଟିକେ ଭଲ ପ୍ରାଞ୍ଜଳ ଭାବରେ ବୁଝି ହୁଅନ୍ତା। ଯେତେ ଆଲୋଚନା କଲେ ବି ତଥାପି ରହିଯାଉଛି, ବୁଝି ହଉନି, ତଥାପି ଆତ୍ମଦେବଙ୍କ ରହସ୍ୟ ବୁଝି ହଉନି। ଏତିକି କହୁଛି ଗୁରୁଜୀ। ଚେଷ୍ଟା କରିବା ସୃଷ୍ଟି ତତ୍ତ୍ୱ କହିବା, ଦିନେ ନା ଦିନେ କହିବାକୁ ପଡ଼ିବ। କିନ୍ତୁ ସବୁରେ ମୂଳେ ଆତ୍ମଦେବ। ତୁମ ଯଦି ଆତ୍ମା ପରମିଶନ ନ ଦେବ, ତୁମେ ନା ସେଠିକି ଯାଇପାରିବ, ନା କିଛି କରିପାରିବ। ସବୁରେ ମୂଳେ ଇଏ ଅନ୍ଧାର ରୂପରେ ବସିଛି, ଆଲୋକ ପ୍ରଦାନ କରୁଛି, ବୁଝିଲେ। ଅଛପା ରୂପରେ ବହିଛି, ଛପା ଛପା କଥା କହୁଛି, ବୁଝିଲେ। ଅଲେଖ ବୋଲି କହୁଛି, ଲେଖିକିରି ପୁଣି ଦଉଛି। ସୂକ୍ଷ୍ମ ରୂପରେ ରହି ସ୍ଥୂଳର ଚିତ୍ର ଆଙ୍କୁଛି। ସିଏ ଆଉ କେହି ନୁହନ୍ତି, ତୁମର ସେ ଆତ୍ମଦେବଟି। ହେଇଗଲା ଗୋଟେ କବିତା, ଟିକେ ଟିକେ। ଆଉ ଧନ୍ୟବାଦ ତୁମର ମତାମତ ପାଇଁ।